ଏବେ ପାକିସ୍ତାନର ମୁଣ୍ଡ ଖରାପ। ଭାରତ ଦାବି କରିଛି ଯେ ଗୋଟେ ବୁନ୍ଦା ପାଣି ମଧ୍ୟ ପାକିସ୍ତାନକୁ ଦିଆଯିବ ନାହିଁ। ନରେନ୍ଦ୍ର ମୋଦି ଏହାକୁ ସ୍ପଷ୍ଟ କରିସାରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ସିନ୍ଧୁ ନଦୀ ଉପରେ ଭାରତର କ'ଣ ମାଷ୍ଟର ପ୍ଲାନ୍, ଆସନ୍ତୁ ଏ ବିଷୟରେ ଆଜି ଆମେ ବିଶ୍ଳେଷଣ କରିବା, ଅନୁସନ୍ଧାନ କରିବା। ପ୍ରକୃତରେ ଭାରତ କ'ଣ ସିନ୍ଧୁ ନଦୀ ଉପରେ ପାଣିକୁ ପାକିସ୍ତାନକୁ ଯିବାକୁ ଅଟକେଇ ଦବ? ତାହେଲେ କ'ଣ ପ୍ରସ୍ତୁତି ଭାରତ କରିଛି, ଆସନ୍ତୁ ଆଜି ଜାଣିବା। ଆଉ ବର୍ତ୍ତମାନ ପାକିସ୍ତାନ ବହୁତ ପାନିକ ମୋଡରେ ଅଛି, କାରଣ ପହଲଗାମ ଟେରରିଷ୍ଟ ଯୋଉ ଆତଙ୍କବାଦୀ ମାନଙ୍କର କୃତ୍ୟ ଭାରତକୁ ମର୍ମାହତ କରିଛି ଏବଂ କ୍ଷୁବ୍ଧ କରିଛି, ଯାହା ଫଳରେ ଭାରତ ଏଇଭଳି ଗୋଟିଏ ଡିସିସନ ନେବାକୁ ଚାହିଁଛି। ତେଣୁ ଆଜିର ବିଷୟ ହେଉଛି ସିନ୍ଧୁ ନଦୀ ଉପରେ ଭାରତର 3 ବଡ଼ ପ୍ଲାନ୍ କ'ଣ ନା ଗୋଟେ ବୁନ୍ଦା ଜଳ ମଧ୍ୟ ପାକିସ୍ତାନକୁ ଦିଆଯିବ ନାହିଁ। ଜାଣିବା ତ ବର୍ତ୍ତମାନ ଆପଣ ଦେଖିପାରୁଥିବେ ମିଣ୍ଟ ନ୍ୟୁଜର କଟିଂରେ ଯେ ଇଣ୍ଡିଆ ୱାର୍କିଂ ଅନ୍ 3 big plans so that not even a drop of water goes to ପାକିସ୍ତାନ। ଆମର CR ପାଟିଲ ଜଳଶକ୍ତି ମନ୍ତ୍ରୀ, ଭାରତର ଜଳଶକ୍ତି ମନ୍ତ୍ରୀ, ସେ କହିଛନ୍ତି ଯେ ଇଣ୍ଡିଆ 3ଟା ବଡ଼ ପ୍ଲାନ୍ ଉପରେ କାମ କରୁଛି, ଯେ ଗୋଟେ ବୁନ୍ଦା ପାଣି ମଧ୍ୟ ଆଗକୁ ପାକିସ୍ତାନକୁ ଦିଆଯିବନି ଏବଂ ପହଲଗାମର ଯୋଉ ଟେରର ଆଟାକରେ 26 ଜଣଙ୍କର ଜୀବନ, ଭାରତୀୟ ମାନଙ୍କର ଜୀବନ ଯାଇଛି ଏବଂ ନେପାଳର ଗୋଟେ ସିଟିଜେନଙ୍କର ଜୀବନ ଯାଇଛି, ତାହାର ପ୍ରତିଫଳନ ତାର ପ୍ରତିଶୋଧ ନେବାକୁ ଭାରତ ଏଇଭଳି ବିଗ୍ ପ୍ଲାନ୍ ତିଆରି କରୁଛି ଯେ ପାକିସ୍ତାନକୁ ଆଉ ପାଣି ଛଡ଼ାଯିବ ନାହିଁ। ତେଣୁ ଆସନ୍ତୁ ବିସ୍ତୃତ ଭାବରେ ଆଜି ଆଲୋଚନା କରିବା ଜଳଶକ୍ତି ମନ୍ତ୍ରୀ କ'ଣ କହିଛନ୍ତି। CR ପାଟିଲ ଡିକ୍ଲେୟାର କରିଛନ୍ତି that not even a drop of water will flow to ପାକିସ୍ତାନ। ଗୋଟେ ବୁନ୍ଦା ପାଣି ମଧ୍ୟ ଦିଆଯିବ ନାହିଁ। କିନ୍ତୁ ଅତୀତରେ ଭାରତ ସହିତ ପାକିସ୍ତାନର ଅନେକ ଯୁଦ୍ଧ ହୋଇସାରିଛି। 1965ରେ ହେଇଛି, 19 କାର୍ଗିଲ ଯୁଦ୍ଧ ହେଇଛି। ତିନି ଥର ଯୁଦ୍ଧରେ ମଧ୍ୟ ଭାରତ ଏଇଭଳି ମାନବବାଦୀ ଚିନ୍ତାଧାରାରେ ପାକିସ୍ତାନକୁ ସେବେ ସିନ୍ଧୁ ନଦୀର ପାଣି ଯୋଗେଇ ଚାଲିଥିଲା। କିନ୍ତୁ ବର୍ତ୍ତମାନ ନେଡ଼ିଗୁଡ଼ କହୁଣିକି ପୋଇଯାଇଛି ଆଉ ଭାରତ ବର୍ତ୍ତମାନ ତାର ଶକ୍ତି ଦେଖାଇବା ଆରମ୍ଭ କରିଛି। ସେତେବେଳେ ପାକିସ୍ତାନର ମୁଣ୍ଡ ବାୟା। ତେଣୁ ଜଳଶକ୍ତି ମନ୍ତ୍ରୀ ସ୍ପଷ୍ଟ ଭାବରେ ପ୍ରଧାନମନ୍ତ୍ରୀ ଏବଂ ବର୍ତ୍ତମାନ ଭାରତ ସରକାରର ଯୋଉ ଷ୍ଟାନ୍ସ ହେଉଛି ଯେ କି ଆମେ ଗୋଟେ ବୁନ୍ଦା ପାଣି ମଧ୍ୟ ଆଗକୁ ଆଉ ପାକିସ୍ତାନକୁ ଫ୍ଲୋ ହେବାକୁ ଦେବୁ ନାହିଁ ଏବଂ ଇଣ୍ଡସ୍ ୱାଟର ଟ୍ରିଟିକୁ ଆମେ ହୋଲ୍ଡ କରୁଛୁ ବା ତାକୁ ସସ୍ପେଣ୍ଡ କରୁଛୁ ଯେଉଁ ପର୍ଯ୍ୟନ୍ତ ପାକିସ୍ତାନରେ ଏଇ ଯୋଉ ଟେରରିଷ୍ଟ ମାନଙ୍କର ତିଆରି ଏବଂ ତାକୁ ଟେରରିଷ୍ଟ ମାନଙ୍କୁ ଟ୍ରେନିଂ ଏବଂ କ୍ୟାମ୍ପ ଏବଂ ଭାରତକୁ ପଠାଇବା ବନ୍ଦ ନ କରିଛି, ସେ ପର୍ଯ୍ୟନ୍ତ ପାକିସ୍ତାନକୁ କୌଣସି ପ୍ରକାରର ସିନ୍ଧୁ ନଦୀର ଜଳ ବା କୌଣସି ଇଣ୍ଡସ୍ ୱାଟର ଟ୍ରିଟିକୁ ଆମେ ଫଲୋ କରିବୁ ନାହିଁ। ତେଣୁ ଏଇ ଯୋଉ ଟେରରିଷ୍ଟ ଆଟାକ୍ ହେଇଛି ଏପ୍ରିଲ 2025ରେ, ଏଇ ଡିସିସନ ଇଣ୍ଡିଆ ତାର ଷ୍ଟ୍ରାଟେଜି, ଜିଓପଲିଟିକାଲ ଷ୍ଟ୍ରାଟେଜିରେ ପରିବର୍ତ୍ତନ ଆଣିଛି ଏବଂ ପାଣିକୁ ପାକିସ୍ତାନ ଯିବା ପାଇଁ, ପାକିସ୍ତାନକୁ ପ୍ରେସର ପାଇଁ ପାଣିକୁ ଏକ ଟୁଲ ଭାବରେ ଭାରତ ନେଇଛି। ତେବେ ଆମେ ଜାଣିବା ଇଣ୍ଡସ୍ ୱାଟର ଟ୍ରିଟି କ'ଣ ଥିଲା ଏବଂ କେବେ ହେଇଥିଲା। ତ ଇଣ୍ଡସ୍ ୱାଟର ଟ୍ରିଟି ସେପ୍ଟେମ୍ବର 1960ରେ ଯେତେବେଳେ ଭାରତ 1947 ମସିହାରେ ସ୍ୱାଧୀନ ହେଲା, ତାପରେ ଭାରତ ପାକିସ୍ତାନ ମଧ୍ୟରେ ସବୁବେଳେ ଇଣ୍ଡସ୍ ୱାଟର ଯୋଉ ଆମର ଟ୍ରିଟିକୁ ନେଇକି ସବୁବେଳେ ଭାରତ ପାକିସ୍ତାନ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଥାଏ ଯେ କିଏ କେତେ ପାଣି ୟୁଜ୍ କରିବ। ତେଣୁ ଫାଇନାଲି ସେପ୍ଟେମ୍ବର 1960ରେ ଇଣ୍ଡିଆ ଓ ପାକିସ୍ତାନ ମଧ୍ୟରେ ୱାର୍ଲଡ ବ୍ୟାଙ୍କ ମଧ୍ୟସ୍ଥତା କରି ଏଇ ଚୁକ୍ତିଟିକୁ ଏଇ ରାଜିନାମାକୁ ସ୍ୱାକ୍ଷର କରିଥିଲେ ଦୁଇ ଦେଶ। ଟୁ ଡିଭାଇଡ, ଏଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଥିଲା ଯେ ଇଣ୍ଡସ୍ ରିଭର ଆଣ୍ଡ ଟ୍ରିବ୍ୟୁଟାରି ବିଟୱିନ୍, ମାନେ ବଣ୍ଟା ଯାଇଥିଲା ୱାଟର ଡିସ୍ପ୍ୟୁଟକୁ ଦୂର କରିବା ପାଇଁ କେଉଁ ନଦୀର ଜଳକୁ କେଉଁ ଦେଶ ୟୁଜ୍ କରିପାରିବେ ଏବଂ ଇଣ୍ଡିଆ ଗେଷ୍ଟ କଣ୍ଟ୍ରୋଲ ଓଭର ଦ ଇଷ୍ଟର୍ଣ୍ଣ ରିଭର, ଯୋଉ ପୂର୍ବ ନଦୀ ଗୁଡ଼ିକ ଅଛି ରାବି, ବ୍ୟାସ, ସତଲୁଜ, ଏହା ଇଣ୍ଡିଆ କଣ୍ଟ୍ରୋଲରେ ରହିବ ଏବଂ ପାକିସ୍ତାନର କଣ୍ଟ୍ରୋଲରେ ଆମର ପଶ୍ଚିମ ନଦୀ ଗୁଡ଼ିକ ରହିବ, ଯୋଉଗୁଡିକ ଇଣ୍ଡସ୍, ଝେଲମ ଏବଂ ଚେନାବ। ଇଣ୍ଡସ୍ ୱାଟର ଟ୍ରିଟି
ଆମର ମଲ୍ଟିପଲ କନଫ୍ଲିକ୍ଟ ହେଇଛି ଇଣ୍ଡିଆ ପାକିସ୍ତାନ ଭିତରେ 1965 ବିଷୟରେ ମୁଁ ଆଗରୁ ମଧ୍ୟ କହିସାରିଛି। 1965 ଇଣ୍ଡିଆ ପାକିସ୍ତାନ ୱାର, 1971 ବାଂଲାଦେଶ ଲିବରେସନ ୱାର ଯୋଉଟା ଇଣ୍ଡିଆ ପାକିସ୍ତାନ ମଧ୍ୟରେ ହେଇଥିଲା, 1969 କାର୍ଗିଲ କନଫ୍ଲିକ୍ଟ ହେଇଛି। ବଟ୍ ଫାର୍ଷ୍ଟ ଟାଇମ୍ ଇନ୍ ଦ ହିଷ୍ଟ୍ରି ଆଫ୍ଟର ଦିସ୍ ମାନେ ଏଇ ପହଲଗାମ ଆଟାକ ପରେ ହିଁ ଭାରତ ଯୋଜନା କରିଛି ଯେ ଏଇ ଟ୍ରିଟିକୁ ସସ୍ପେଣ୍ଡ। ଆପଣ ଦେଖନ୍ତୁ ମ୍ୟାପରେ ଇଣ୍ଡସ୍ ନଦୀର ଏତିକି ଅଞ୍ଚଳ ବର୍ତ୍ତମାନ ଇଣ୍ଡସ୍, ଝେଲମ, ଚେନାବ, ବ୍ୟାସ, ସତଲୁଜ ଏଇ ନଦୀ ଗୁଡିକ ଯାଇ ଇଣ୍ଡସ୍ର ଟ୍ରିବ୍ୟୁଟାରିଜ ଗୁଡିକ ପାକିସ୍ତାନରେ ଇଣ୍ଡସ୍ ହୋଇ ସେ ପ୍ରବାହିତ ହେଉଛି। ଯାହାଫଳରେ କି ବର୍ତ୍ତମାନ ଯଦି ଇଣ୍ଡିଆ ଏଇ ସବୁ ନଦୀ ଗୁଡିକର ବହିବାକୁ ବନ୍ଦ କରିଦିଏ ବା ଡ୍ୟାମ୍ ବନେଇକି ଆମର ଯୋଉ ଡ୍ୟାମ୍ ଅଛି, ଯୋଉ ନଦୀ ଉପରେ ଡ୍ୟାମ୍ ଅଛି ଆମେ ତାକୁ ତ ବନ୍ଦ କରିବା ଏବଂ ଭବିଷ୍ୟତରେ ଡ୍ୟାମ୍ କରିବା ପାଇଁ ମଧ୍ୟ ଏବେ ମାଷ୍ଟର ପ୍ଲାନ୍ ଯୋଉ ପ୍ରସ୍ତୁତ ହେଇଛି ଆଗକୁ ମୁଁ କହିବି। ତ କେମିତି ଆମେ ମାଷ୍ଟର ପ୍ଲାନ୍ ବନଉଛେ ଆଉ ଲଙ୍ଗ ଟର୍ମ ପ୍ଲାନ୍ ଉପରେ କ'ଣ ଅଛି, ଆମେ କେମିତି ପାକିସ୍ତାନ ଯିବାରୁ ଏଇ ପାଣି ଗୁଡ଼ିକ ଏଇ ନଦୀ ଗୁଡ଼ିକରୁ ଅଟକେଇବା, ତା ଉପରେ ଭାରତ ସରକାର କ'ଣ ପଦକ୍ଷେପ ନେଉଛନ୍ତି ଆଗକୁ ଜାଣିବା। ତ ପ୍ରିଭିୟସ୍ ଆଟେମ୍ପ୍ଟ ଟୁ ୟୁଜ୍ ୱାଟର ଆଜ୍ ଏ ଲାଭରେଜ୍, ଆମେ 2016 ମସିହାରେ ଯୋଉ ଉରି ଆଟାକ୍ ହେଇଥିଲା ଏବଂ ପୁଲୱାମା ଆଟାକ୍ ହେଇଥିଲା 2019ରେ, ସେବେଠାରୁ ଭାରତ ସରକାର ଧୀରେ ଧୀରେ ମନସ୍ଥ କରିଛନ୍ତି। ସେତେବେଳେ ବହୁତ ଗୁଡେ ରେଟୋରିକ ବା ଆମେ କହିପାରିବା କଡ଼ା ଶବ୍ଦରେ ମଧ୍ୟ ଭାରତ ୱାର୍ଣ୍ଣିଂ ଦେଇଥିଲା ପାକିସ୍ତାନକୁ ଯେ ଆଗକୁ ଯଦି ଏଇଭଳି କିଛି ଘଟଣା ହୁଏ ଆମେ ଇଣ୍ଡସ୍ ୱାଟର ଟ୍ରିଟିରେ ପରିବର୍ତ୍ତନ ଆଣିବୁ। କିନ୍ତୁ ପାକିସ୍ତାନ ଏହାକୁ ମାନି ନଥିଲା ଆଉ ଆଜି ମଧ୍ୟ ପୁଣି ଆଉ ଥରେ ସେ ଟେରୋରିଷ୍ଟ ମାନଙ୍କୁ ପଠେଇ ଏଇସବୁ କାର୍ଯ୍ୟକ୍ରମ କରିଛି। ଯାହା ଫଳରେ କି ଭାରତ ସରକାର ସେବେଠୁ ଯୋଉ ମନସ୍ଥ କରି ଧୀରେ ଧୀରେ ୟା ଉପରେ ଷ୍ଟେପ୍ସ ନେଉଥିଲେ, ଇନଫ୍ରାଷ୍ଟ୍ରକ୍ଚର ଡେଭଲପ କରୁଥିଲେ କେମିତି ପାକିସ୍ତାନରୁ ପାଣି ଅଟକାଯିବ। ଆଉ ବର୍ତ୍ତମାନ ଭାରତ ମଧ୍ୟ କିଛି ପରିମାଣରେ ପାଣି ଅଟକାଇବା ପାଇଁ ସଫଳ ହେଇଛି। ଆଉ ଆଗାମୀ 3-4 ବର୍ଷ ମଧ୍ୟରେ କେଉଁ ପ୍ଲାନ୍ ଅନୁସାରେ ଭାରତ ମାଷ୍ଟର ପ୍ଲାନ୍ ତିଆରି କରୁଛି ଯେ କେମିତି ଆମେ ଟୋଟାଲ ପାଣିକୁ ଅଟକାଇ ଦେବା। ତେଣୁ ଏସ୍ପେସିଆଲି ରିଗାର୍ଡିଂ ୱାଟର ଲିଭରେଜ was limited until recent suspension of the Indus Water Treaty after Pahalgam 2025 attack। ତ 2025 ଆଟାକ ପରେ ଇଣ୍ଡିଆ ଏହି ପଦକ୍ଷେପଟି ନେଇଛି। 2016ରୁ 19ରୁ ଇନଫ୍ରାଷ୍ଟ୍ରକ୍ଚର ଡେଭଲପ କରି ଆସିଛି। CR ପାଟିଲ ନ୍ୟୁଡେଲିରେ କହିଛନ୍ତି ଯେ ଆମେ 3ଟି ଲଙ୍ଗ ଟର୍ମ ପ୍ଲାନ୍ ବା 3ଟି ପ୍ଲାନ୍ ଉପରେ ଆମେ କାର୍ଯ୍ୟକ୍ରମ କରୁଛୁ। ଗୋଟେ ହେଉଛି ଲଙ୍ଗ ଟର୍ମ ପ୍ଲାନ୍, ଆଉ ଗୋଟେ ହେଉଛି ସର୍ଟ ଟର୍ମ ପ୍ଲାନ୍, ଆଉ ଗୋଟେ ହେଉଛି ମିଡ୍ ଟର୍ମ ପ୍ଲାନ୍। To ensure that not even a drop of water, ଗୋଟେ ବନ୍ଦା ପାଣି ମଧ୍ୟ ଯିବନି। ତ ତାହେଲେ ଜାଣିବା ଆମେ କ'ଣ ଲଙ୍ଗ ଟର୍ମ ପ୍ଲାନ୍ ଅଛି, କ'ଣ ସର୍ଟ ଟର୍ମ ପ୍ଲାନ୍ ଅଛି, କ'ଣ ମିଡ୍ ଟର୍ମ। ସର୍ଟ ଟର୍ମ ପ୍ଲାନ୍ ଅନୁସାରେ ଇମିଡିଏଟ୍ ଆକ୍ସନ ଇନଭଲ୍ଭିଂ ଡିସ୍ଟିଲିଂ ରିଭର ରିଷ୍ଟୋରିଂ କାନାଲ ସିଷ୍ଟମ, ଆମେ କେନାଲ ଗୁଡ଼ିକ କରି ସର୍ଟ ଟର୍ମ ପ୍ଲାନ୍ରେ ୱାଟରକୁ ଯିବା ପାଇଁ ଅଟକେଇବା, ୱାଟରକୁ ଲିଙ୍କ କରିବା ଅନ୍ୟାନ୍ୟ ଇଣ୍ଡିଆନ ଫିଲ୍ଡ ମାନେ କ୍ଷେତକୁ ପହଞ୍ଚାଇବା ପାଇଁ ଚେଷ୍ଟା କରିବା, ଯାହାଫଳରେ ପାଣି ଗୁଡ଼ିକ ଡାଇଭର୍ଟ ହେଇକି ଆଉ ପାକିସ୍ତାନ ଯିବାରୁ ଅଟକି ରହିବ। କିଛି ପରିମାଣର ପାଣି ଆମେ କ୍ଷେତକୁ ପଠେଇବା ଡାଇରେକ୍ଟ। ଦିସ୍ ଇନଭଲ୍ଭସ ରିଭର ଲାଇକ୍ ରାବି, ଉଜ୍ ଇନ୍ ଜାମ୍ମୁ କାଶ୍ମୀର। ଏମର୍ଜେନ୍ସି ରିଭ୍ୟୁ ଅଫ୍ ଡ୍ୟାମ୍ ଡିସଚାର୍ଜେସ୍, ଏମର୍ଜେନ୍ସି ରିଭ୍ୟୁ କରିବା ଡ୍ୟାମ୍ରେ କେତେ ପାଣି ଅଛି, କେତେ ପାଣି ଯିବ ଆଉ ତା ଦେହରେ ଆମେ ପରିବର୍ତ୍ତନ ଆଣିବା। ଇଣ୍ଡିଆ ରିଭିଜିଟିଂ ୱାଟର ରିଲିଜେସ୍ କି ରିଜର୍ଭୟର୍ସ ଲାଇକ୍ ରଞ୍ଜିତ ସାଗର, ଉଜ୍, ରିଡ୍ୟୁସିଂ ୱାଟର ଏସ୍କେପ୍ ଟୁ ପାକିସ୍ତାନ, କେମିତି ପାକିସ୍ତାନକୁ ପାଣି ନଯିବ ସେ ବିଷୟରେ ଆମେ ଦେଖିବା। ହାଇଡ୍ରୋଲୋଜିକାଲ ମନିଟରିଂ ୟୁନିଟ୍ସ ଆମେ ଅବଜର୍ଭ କରିବା, ସେଣ୍ଟର୍ସ ଡେପ୍ଲୟ କରିବା, ସେଣ୍ଟର ଗୁଡ଼ିକ ତିଆରି କରିବା କ'ଣ ନା ଟ୍ରାକ୍ ୱାଟର ଲସ୍ ଆଉ ଇଲିଗାଲ ଟ୍ୟାପିଂ ନିୟର ଦ ଏଲ୍ଓସି। ତାପରେ ଆମର ମିଡ୍ ଟର୍ମ ପ୍ଲାନ୍ କ'ଣ ଅଛି? ମିଡ୍ ଟର୍ମ ପ୍ଲାନ୍ରେ ଆମେ କ'ଣ କରୁଛେ ନା କନଷ୍ଟ୍ରକ୍ଟ ନ୍ୟୁ ପ୍ରୋଜେକ୍ଟ, ଯୋଉ ପ୍ରୋଜେକ୍ଟ ଗୁଡ଼ିକ ହେଇଯାଇଛି, ଯୋଉ ଡ୍ୟାମ୍ ଗୁଡ଼ିକ ହେଇଯାଇଛି ତାର କାପାସିଟି ବଢେଇବା। ଆଉ ଯୋଉ ମିଡ୍ ଟର୍ମ ପ୍ଲାନ୍ରେ କ'ଣ କରିବା ନା ପ୍ରୋଜେକ୍ଟ ଲାଇକ୍ ସାରମପୁର କାନ୍ଦି ଡ୍ୟାମ୍, ଉଜ୍ ମଲ୍ଟିପର୍ପସ୍ ପ୍ରୋଜେକ୍ଟ, ସେକେଣ୍ଡ ରାବି କେନାଲ ଆର୍ ବିଂ ଫାଷ୍ଟ ଟ୍ରାକ୍। ଯୋଉ କାମ ଗୁଡ଼ିକ ଅଧା ପଡ଼ିଛି ତାକୁ ଆମେ କେମିତି ଫୁଲି ୟୁଟିଲାଇଜ କରିବା ପାଇଁକା ଆଗକୁ କାମରେ ନେବା। ଆଉ ସେୟାର ଇଷ୍ଟର୍ନ ରିଭର୍ସ, ରି ଏନଗେଜିଂ ଡ୍ୟାମ୍ସ ଅନ୍ ୱେଷ୍ଟର୍ନ ରିଭର ଆଲାଉଡ୍ ଅଣ୍ଡର IWT, ଇଣ୍ଡିଆ ୱିଲ୍ ଇନକ୍ରିଜ storage and hydro project on Chenab Jhelum within treaty limit। इंडिया कहूँ आम स्टोरेज कैपेसिटी इनक्रीज करवा, हाइड्रो प्रोजेक्ट पर चेनाब और झिलम विदिन ट्रिटी लिमिट। आम जो ट्रेटी अंडर रे माने जो जति लिमिटेशन आमको अच्छी ता अनुसार आम जी परिमाण चेनाब झेलम और हाइड्रो प्रोजेक्ट आम तैयारी करदे। री इंजीनियरिंग डैम्स ऑन वेस्टर्न रिवर्स, आम री इंजीनियरिंग प्रोजेक्ट करी केमती अधिक अधिक पानी आम यूज कर अलाउड माने राजीनामा को उल्लंघन न करी आम पानी केमती अधिक अधिक यूज कर राजीनामा अनुसार ताकू आम कार्यकारी करवा। लॉन्ग टर्म प्लान कौन?
ରିନେଗୋସିଏସନ आमे वर्तमान रो जो 1960 मसीह जो विंडोज वाटर ट्रीटी हेतिला वर्तमान समय बदल जाइछि वर्तमान समय रे हमर अधिक पानी आवश्यक अछि वर्तमान से ट्रीटी को पुणी आउ थरे आमे केमिति नुवा भाव रे आउ थरे चुक्तिटा को आगु नबा बा यूज करिबा बा केमिति आमे नुवा आउ थरे रीनेगोशिएट करि परिबा जे हमर आउरी अधिक पानी दरकार होछि एतिके पानी आमे इंडिया पाई सफिशिएंट नुहे तेणु याकू केमिति कंसीडर करिबा बा इंडिया कंसीडरिंग कंप्लीट एब्रोगेशन ऑफ द ट्रीटी केमिति टोटल ट्रीटी को ही टोटल एब्रोगेट उच्छेद करिबा ए अनुसार इंडिया या ऊपर काम करूछि दिस वुड बी ए रैडिकल मूव लाइकली ब्रिंग इंटरनेशनल कॉन्सिक्वेंसेस यार मध्य प्रभाव माने या गोटे अमानवीय काम हबो यार इंटरनेशनल कॉन्सिक्वेंसेस मध्य अछि किंतु पाकिस्तान को साबाड करिया को पड़िबो तेणु इंडिया ऊपर मध्य किछि काम करूछि क्रिएशन ऑफ अल्टरनेटिव स्टोरेज सिस्टम हमको अल्टरनेटिव स्टोरेज सिस्टम मैसिव रिजर्वायर करिया पड़िबो आउ डैम सब तयारी करिया पड़िबो किछि कैनाल नेटवर्क मध्य हमको करिया पड़िबो जा फल कि हम कोनोसी गोटे बुंदा पानी मध्य वेस्ट जीव नाही सेति पई हमको काम करिया पड़िबो सम प्रपोजल्स आल्सो इंक्लूडिंग लिंकिंग ईस्टर्न एंड वेस्टर्न हिमालयन रिवर्स तेणु आमे किछि ईस्टर्न और वेस्टर्न हिमालय रिवर को मध्य लिंक करिया जा फल कि कौन से पानी कम थिले आउट पानी ओवरफ्लो होछि सेटा आसी के एई रिवर रे मिसी पारिबो एक्सपोर्ट ऑफ द हाइड्रो पावर इंडिया में कन्वर्ट एक्सेस वाटर इनटू इलेक्ट्रिसिटी एक्सपोर्ट नेपाल भूटान और सेल internally dining denying Pakistan both water and power potential तेणु पावर पोटेंशियल पाई मध्य आमे एई पानी को यूज करि परिबा तेणु या थिला हमर लॉन्ग टर्म प्लान